ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଯଦି ଆପଣମାନେ କୌଣସି ଚିଟଫଣ୍ଡ କମ୍ପାନୀରେ ଟଙ୍କା ରଖି ଆପଣଙ୍କ ଟଙ୍କା ହରେଇଛନ୍ତି, ତାହେଲେ ଆପଣମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟ ସରକାରଙ୍କ ତରଫରୁ ଚିଟଫଣ୍ଡରେ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଟଙ୍କା ଫେରସ୍ତର ଯେଉଁ ବ୍ୟବସ୍ଥା କରାଯାଇଥିଲା, ତ ତା ପାଇଁ ଆପଣମାନେ 31 ମାର୍ଚ୍ଚ ପୂର୍ବରୁ ଯାହାକି ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଡକୁମେଣ୍ଟ ନେଇ ଆପଣମାନଙ୍କର ଆର୍ଆଇ ଅଫିସରେ ସବମିଟ୍ କରିବା ପାଇଁ ପୂର୍ବରୁ ଯାହାକି ନୋଟିସ୍ କରାଯାଇଥିଲା। କିନ୍ତୁ ସେ ସମୟରେ ବହୁ ଜଣ ହିତାଧିକାରୀ ବା ବହୁ ଜଣ ଜମାକାରୀ ଯେଉଁମାନଙ୍କର ଲିଷ୍ଟରେ ନାଁ ଥାଇ ମଧ୍ୟ ତାଙ୍କର କୌଣସି ଡକୁମେଣ୍ଟ ବା ପୁରୁଣା ଯେଉଁ ଡକୁମେଣ୍ଟ ଥିଲା, ଯେମିତିକି ଆପଣମାନେ ଯେଉଁ କମ୍ପାନୀରେ ଟଙ୍କା ରଖୁଥିଲେ ତାର ରିସିପ୍ଟ, ତାର ବଣ୍ଡ, ଏହିସବୁ ଡକୁମେଣ୍ଟର ଆବଶ୍ୟକତା ଥିଲା। ତେଣୁ ବହୁତ ଲୋକ ସେ ପୁରୁଣା ଡାଟା ଗୁଡ଼ିକ ତାଙ୍କ ପାଖରେ ନଥିବା କାରଣରୁ ସେମାନେ ଯାହାକି ନିଜର ଡିଟେଲ୍ସ ଆର୍ଆଇ ଅଫିସରେ ସବମିଟ୍ କରିପାରିନଥିଲେ। ତେଣୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ସେହି ହିତାଧିକାରୀମାନଙ୍କ ପାଇଁ ବା ସେହି କ୍ଷୁଦ୍ର ଜମାକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ପଦକ୍ଷେପ ନିଆଯାଇଛି। ତ ଯଦି ଆପଣମାନଙ୍କ ଲିଷ୍ଟରେ ନାଁ ଅଛି, ତାହେଲେ ଆପଣମାନଙ୍କୁ ବର୍ତ୍ତମାନ ବିନା କୌଣସି ରିସିଭରେ ଯାହାକି ଟଙ୍କା ପାଇବା ପାଇଁ ହେଲେ କ'ଣ କରିବା ପାଇଁ ପଡ଼ିବ, ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଆପଣମାନଙ୍କର ଯେଉଁ ଆସିଥିଲା 31 ମାର୍ଚ୍ଚ ସୁଦ୍ଧା ଯେଉଁମାନଙ୍କର ଡାଟା ଆପଣମାନେ ସବମିଟ୍ କରିବାର ଥିଲା, ସେ ନେଇ ପ୍ରତ୍ୟେକ ଜିଲ୍ଲାର ୱେବସାଇଟ୍‌ରେ ଆପଣମାନଙ୍କର କ୍ଷୁଦ୍ର ଜମାକାରୀମାନଙ୍କର ନାଁ ଯାହାକି ଆସିଥିଲା। ତ ଯଦି ଆପଣମାନଙ୍କର ସେ ସମୟରେ ନାଁ ଆସିଥିଲା ଏବଂ ଆପଣମାନେ ନିଜ ନିଜର ଡକୁମେଣ୍ଟ ସବମିଟ୍ କରିନାହାନ୍ତି, ତାହେଲେ ପୁଣି ଥରେ ଆପଣମାନଙ୍କୁ ସୁଯୋଗ ଆସିଛି। ଆପଣମାନେ 31 ଅଗଷ୍ଟ ସୁଦ୍ଧା ନିଜ ନିଜର ଡକୁମେଣ୍ଟ ଯାହାକି ସବମିଟ୍ କରି ଟଙ୍କା ପାଇପାରିବେ। ତ ଲିଷ୍ଟରେ ଯଦି ଆପଣମାନେ ନାଁ ଚେକ୍ କରିବା ପାଇଁ ଚାହୁଁଛନ୍ତି, କେମିତି ଚେକ୍ କରିବେ ବା ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଆପଣମାନଙ୍କର ନାଁ ଅଛି କି ନାହିଁ ତାହା ଚେକ୍ କରିବା ପାଇଁ ଚାହୁଁଥିଲେ, ଏହା ପାଇଁ ମୁଁ ଗୋଟେ ଅଲରେଡି ଭିଡ଼ିଓ ବନେଇ ସାରିଛି। ତ ଡେସ୍କ୍ରିପସନରେ ଆପଣମାନଙ୍କର ସେ ଭିଡ଼ିଓର ଲିଙ୍କ୍ ଅଛି। ତ ଡେସ୍କ୍ରିପସନରେ ସେ ଭିଡ଼ିଓର ଲିଙ୍କ୍ରେ କ୍ଲିକ୍ କରି ସର୍ବପ୍ରଥମେ ଆପଣମାନେ ନିଜ ନିଜର ଲିଷ୍ଟ ଚେକ୍ କରିନିଅନ୍ତୁ। ଏବେ ଆସନ୍ତୁ ଜାଣିବା ଯେଉଁ ଅପଡେଟଟି ରହିଛି। ତ ଦେଖିପାରୁଥିବେ, ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗ ତରଫରୁ ବର୍ତ୍ତମାନ ମାନ୍ୟବର ତଦନ୍ତ କମିଶନ ସୁପାରିଶ କରିଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୂଳ ଜମା ରସିଦର ଆବଶ୍ୟକତା ନାହିଁ, ଯୋଉଟାକି ବହୁତ ବଡ଼ ଗୋଟେ ପ୍ରୋବ୍ଲେମ ଥିଲା। କାରଣ ବହୁତ ଦିନ ହେଲା ବହୁ ଜଣଙ୍କ ପାଖରେ ଏଇ ରିସିପ୍ଟ ନଥିବା କାରଣରୁ ତାଙ୍କର ଟଙ୍କାଟି ଯାହାକି ଫେରସ୍ତ ହୋଇପାରୁନଥିଲା। ତେଣୁ ଯେଉଁ ଅପଡେଟଟି ବର୍ତ୍ତମାନ ରହିଛି, ଏତଦ୍ୱାରା ସୂଚାଇ ଦିଆଯାଉଛି ଯେ ପୂର୍ବରୁ ମାନ୍ୟବର ତଦନ୍ତ କମିଶନ ସୁପାରିଶ କରିଥିବା ଏବଂ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଯେଉଁମାନେ କି 10,000 ଟଙ୍କା ପର୍ଯ୍ୟନ୍ତ ଜମା କରିଛନ୍ତି, ସେମାନଙ୍କର ଟଙ୍କା ଫେରସ୍ତର ପ୍ରକ୍ରିୟା 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ତେବେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବହୁ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରି ପାଇନାହାନ୍ତି। ତେଣୁ ଏହା ପରିଦୃଷ୍ଟ ହେଉଛି ଯେ ବହୁ ଜମାକାରୀଙ୍କ ପାଖରେ ସେମାନଙ୍କର ମୂଳ ଜମା ରସିଦ ଉପଲବ୍ଧ ନାହିଁ। ଏଣୁ ଓଡ଼ିଶା ସରକାର ତଦନ୍ତ କମିଶନଙ୍କ ସୁପାରିଶ କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଯେଉଁମାନଙ୍କ ନାଁ ତଦନ୍ତ କମିଶନ ରିପୋର୍ଟରେ ଅଛି, ସମସ୍ତଙ୍କୁ ବର୍ତ୍ତମାନ ଟଙ୍କା ଫେରସ୍ତ କରାଯିବ। ତ ଏହି ପ୍ରକ୍ରିୟାରେ ମାନ୍ୟବର ତଦନ୍ତ କମିଶନ ସୁପାରିଶ କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ କେବଳ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରି ସେମାନଙ୍କ ଟଙ୍କା ଫେରି ପାଇବେ। ଏଥିପାଇଁ ମୂଳ ଜମା ରସିଦର ଆବଶ୍ୟକତା ନାହିଁ। ଅର୍ଥାତ୍ ଯୋଉଟାକି ଆପଣଙ୍କର ସମସ୍ୟା ଥିଲା, ତ ସେ ସମସ୍ୟାର ସମାଧାନ ବର୍ତ୍ତମାନ ଆସିଯାଇଛି। ତେଣୁ ଏଥିରେ କୋଉମାନେ ସୁଯୋଗ ପାଇବେ? ତ ସବୁ ଲୋକଙ୍କର ଲିଷ୍ଟରେ ଯାହାକି ନାଁ ନାହିଁ, ଲିଷ୍ଟରେ ସେଇମାନଙ୍କର ନାଁ ଅଛି ଏବଂ କିଛି ନିର୍ଦ୍ଦିଷ୍ଟ କମ୍ପାନୀ ଯେଗୁଡ଼ିକ ବର୍ତ୍ତମାନ ଯାଇକି ଟଙ୍କା ଫେରସ୍ତ କରିବା ପାଇଁ ସରକାରଙ୍କ ତରଫରୁ ନୋଟିସ୍ ଦିଆଯାଇଛି, ସେହି କମ୍ପାନୀର 10,000 ଟଙ୍କାରୁ କମ୍ ଜମା କରିଥିବା ହିତାଧିକାରୀଙ୍କ ନାଁ ଲିଷ୍ଟରେ ଆସୁଛି। ତେଣୁ ସର୍ବପ୍ରଥମେ ଆପଣମାନେ ଲିଷ୍ଟଟି ଚେକ୍ କରନ୍ତୁ। ତ ଲିଷ୍ଟ ଚେକ୍ କରିବା ପାଇଁ ହେଲେ ପ୍ରତି ଜିଲ୍ଲାର ସରକାରୀ ୱେବସାଇଟ୍‌ରେ ଆପଣମାନେ ଫେରସ୍ତ ପାଇନଥିବା ଜମାକାରୀମାନଙ୍କ ସମ୍ପୂର୍ଣ୍ଣ ତାଲିକା ଯାହାକି ଉପଲବ୍ଧ ଅଛି। ତେଣୁ ଏତଦ୍ ବ୍ୟତୀତ ମାନ୍ୟବର ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀମାନଙ୍କର ନାମ, ଏଫିଡେଭିଟ୍ ନମ୍ବର, www.opid.odisha.gov.in ରେ ମଧ୍ୟ ଆପଣମାନେ ଡିଟେଲ୍ସ ଦେଇ ଆପଣମାନଙ୍କର ଆବେଦନର ପତ୍ରର ସ୍ଥିତି ଜାଣିପାରିବେ। ଏହା ସହିତ ଟଙ୍କା ଫେରସ୍ତ ପାଇଁ ଆପଣମାନେ କ'ଣ କରିବେ? ଯୋଉଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆପଣମାନେ ସର୍ବପ୍ରଥମେ ଲିଷ୍ଟ ଚେକ୍ କଲେ, ଲିଷ୍ଟରେ ଆପଣମାନଙ୍କର ନାଁ ରହିଛି। ତ ଯଦି ନାଁରେ ଲିଷ୍ଟରେ ନାଁ ଅଛି, ତାହେଲେ ଆପଣମାନେ ଆପଣମାନଙ୍କର ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ବା ଯାହାକୁ ଆମେ କହୁଛୁ ରେଭିନ୍ୟୁ ଇନ୍ସପେକ୍ଟର ଆର୍ଆଇଙ୍କ ପାଖରେ ନିମ୍ନଲିଖିତ ତଥ୍ୟ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ତ ଆପଣମାନଙ୍କର ପରିଚୟ ପତ୍ର କ'ଣ ନେବେ ଦେଖନ୍ତୁ। ଯେହେତୁ ଆପଣମାନଙ୍କର ରିସିଭର ଆବଶ୍ୟକତା ନାହିଁ, ତେଣୁ ପରିଚୟ ପତ୍ର ଆକାରରେ ଆଧାର କାର୍ଡ,
ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ ଆଦି ଡିଟେଲ୍ସ ନେଇ ଆପଣମାନେ ଯାହାକି ଏହି ଟଙ୍କା ପାଇପାରିବେ। ତା ସହିତ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ, ଖାତା ନମ୍ବର, ବ୍ୟାଙ୍କର ନେମ୍, ଆଇଏଫ୍ସି କୋଡ୍ ଏବଂ ପାସବୁକ୍ର ଫ୍ରଣ୍ଟ ପେଜ୍ ନେଇ ଆପଣମାନଙ୍କୁ ଯାହାକି ଆର୍ଆଇ ଅଫିସରେ ସବମିଟ୍ କରିବା ପାଇଁ ପଡ଼ିବ। ତେଣୁ ସମସ୍ତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବା ପାଇଁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି। ଅବଶିଷ୍ଟ ଜମାକାରୀଙ୍କ ସୁବିଧା ନିମନ୍ତେ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାକୁ 31 ଅଗଷ୍ଟ 2026 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ ନିହାତି ଆପଣମାନଙ୍କ ପାଇଁ ପୁଣି ଥରେ ସୁଯୋଗ ଆସିଛି। ଯଦି ଆପଣମାନେ ଆପଣମାନଙ୍କର ଜମା ଟଙ୍କାକୁ ଫେରସ୍ତ କରିବା ପାଇଁ ଚାହୁଁଛନ୍ତି, ତେଣୁ 31 ଅଗଷ୍ଟ ପୂର୍ବରୁ ଏହିସବୁ ଡକୁମେଣ୍ଟ ନେଇ ଆର୍ଆଇଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଲିଷ୍ଟ ଆପଣମାନଙ୍କୁ ନିଜର ଜିଲ୍ଲାର ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ମିଳିଯିବ। ତା ପାଇଁ ମଧ୍ୟ ଲିଙ୍କ୍ ମୁଁ ଡେସ୍କ୍ରିପସନ୍ରେ ଦେଇଦେଇଛି ଏବଂ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା କି ଆପଣମାନଙ୍କର ରିଲେଟିଭ୍ ବା ସମ୍ପର୍କୀୟ ଘର ଲୋକ ଯାହାଙ୍କୁ ଟଙ୍କା ବର୍ତ୍ତମାନ ଚିଟ୍ଫଣ୍ଡରେ ହରାଇଛନ୍ତି, ସେମାନେ ନିଜ ନିଜର ଲିଷ୍ଟ ଚେକ୍ କରି ଆବଶ୍ୟକ ସମୟ ମଧ୍ୟରେ ଡକୁମେଣ୍ଟ ଗୁଡ଼ିକୁ ସବମିଟ୍ କରି ଟଙ୍କା ଫେରସ୍ତ ପାଇପାରିବେ। ଧନ୍ୟବାଦ।